ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 21 ପରିଣାମ ପ୍ରତି ଦୃଷ୍ଟି ଦିଅ। ଯେଉଁ ବ୍ୟବସାୟୀ ଶ୍ରେଣୀର ଲୋକେ ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଜାଣନ୍ତି ନାହିଁ, ସେମାନେ ଅଳ୍ପ ବୟସରେ ମୃତ୍ୟୁର ଶିକାର ହୋଇଥାନ୍ତି। ଗୃହପତ୍ନୀ, ଡାକ୍ତର, ଠିକାଦାର, ଜମିଦାର, କୃଷକ ଏଇମାନଙ୍କର ଅବସ୍ଥା ଏହା ହିଁ ହୋଇଥାଏ। ଭବିଷ୍ୟତରେ ତାଙ୍କର କ'ଣ ହେବ? କ୍ଷତି ହେବ କି? କ୍ଷତି ହେଲେ ସମାଜରେ ପ୍ରତିଷ୍ଠା ରହିବ କିପରି? ଲୋକମାନେ ତ ନିନ୍ଦା କରିବେ। ଏମିତି ଅନେକ ମିଥ୍ୟା ଭୟ ତାଙ୍କର ଥାଏ। ମାନସିକ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ଭିତରୁ ଶତକଡ଼ା 70 ରୋଗୀଙ୍କର ଚିନ୍ତାର ମୂଳ କାରଣ ମିଥ୍ୟା ଭୟ ହିଁ ହୋଇଥାଏ। ଭବିଷ୍ୟତରେ ଯେଉଁ ସବୁ ଘଟଣା ଘଟିବା ଅସମ୍ଭବ, ତାହା ପାଇଁ ସେମାନେ ଅକାରଣେ ଭୟ କରିଥାନ୍ତି। ଭୟ ହେଲେ ଚିନ୍ତା ଉତ୍ପନ୍ନ ହୁଏ। ଯାହା ହେବାର କଥା ତାହା ହେବ। ବ୍ୟର୍ଥ ଭୟ କରିବା କ'ଣ ଦରକାର? ଭୟ ଏକ ପ୍ରକାର ବନ୍ଧନ ଅଟେ। ବନ୍ଧନରେ ରହିବା ସବୁଠାରୁ ନିକୃଷ୍ଟ ପରାଧୀନତା ଅଟେ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।